আজি ଏବିଏମ୍ ଭକ୍ତି ସାଗର ଚ୍ୟାନେଲ ମାଧ୍ୟମରେ ଆମେ ଆଲୋଚନା କରିବା ବିରାଡ଼ି ବିଷୟରେ। ବିରାଡ଼ି ଅର୍ଥ ହେଲା ଆପଣମାନେ ଯାହାକୁ ବିଲେଇ ବୋଲି କହୁଛନ୍ତି, ସେ ହେଉଛି ବିରାଡ଼ି। ବିରାଡ଼ିକୁ ସମସ୍ତେ ଅଶୁଭ ବୋଲି କହନ୍ତି। ଆମେ ଯଦି କୋଉଠିକୁ ଯାଉଥିବା, ବିରାଡ଼ି ଯଦି ଦେଖାଦେଲା, ଆଜି ଆମ ଦିନ ଭଲରେ ଯିବ ନାହିଁ, ଅସୁବିଧା ହେଲା, এইଭଳି ଆମର ମନ ଭିତରେ ଜାଗ୍ରତ ହୁଏ। ଆମେ ଯଦି ମୋଟରସାଇକେଲ କି ଚାରି ଚକାରେ ମଧ୍ୟ ଯାଉଥିବା, ଯଦି ବିଲେଇ ଆମ ରାସ୍ତା କାଟିଲା, ରାସ୍ତାକୁ ଆସିଗଲା, ଆମେ ଷ୍ଟାର୍ଟ ବନ୍ଦ କରି କିଛି ପାଦ ପଛେଇ ଯାଇ ପୁଣି ଥରେ ଆଗକୁ ଯିବା। କ'ଣ ପାଇଁ? ସମସ୍ତେ ଜାଣନ୍ତି ବିଲେଇ ବିରାଡ଼ି ସିଏ ଅଶୁଭ ସଂକେତ ଦେଉଛି। ତେଣୁକରି ସେ ଯଦି ରାସ୍ତା କାଟୁଛି, ବାରମ୍ବାର ଦେଖା ଦେଉଛି, ତେବେ ଆମକୁ ଯିବା ଉଚିତ ନୁହଁ। କି ଯେଉଁ କାମରେ ଯାଉଥିବା ଟିକେ ରହି କିଛି ସମୟ ପରେ ଯିବା, ଏହି ସମସ୍ତଙ୍କ ଇଚ୍ଛା। କିନ୍ତୁ ଆମେ ଜାଣିବା ବାସ୍ତବକରେ ବିରାଡ଼ି ଶୁଭ କି ଅଶୁଭ, ବିଲେଇ ଶୁଭ କି ଅଶୁଭ, ଆମେ ଆଲୋଚନା କରିବା ଏବିଏମ୍ ଭକ୍ତି ସାଗର ଚ୍ୟାନେଲ ମାଧ୍ୟମରେ। ଆସନ୍ତୁ, ବିଲେଇକୁ କୋଉ ଦିନ ଠାରୁ ଲୋକେ ଅଶୁଭ ବୋଲି ମାନିଲେ, ବିଲେଇକୁ କୋଉ ଦିନ ଠାରୁ ଅମଙ୍ଗଳ ବୋଲି ଭାବିଲେ, ବିଲେଇକୁ କୋଉ ଦିନ ଠାରୁ ତାର ମୁହଁ କେହି ଚାହିଁବାକୁ ଇଚ୍ଛା କରୁନାହାନ୍ତି, ବିଲେଇକୁ କୋଉ ଦିନ ଠାରୁ ରାସ୍ତା କାଟିଲେ ମଣିଷ କିଛି ସମୟ ରହି ପରେ ଯାଉଛନ୍ତି। ଆସନ୍ତୁ ଆଜି ଜାଣିବା ଏବିଏମ୍ ଭକ୍ତି ସାଗର ଚ୍ୟାନେଲ ମାଧ୍ୟମରେ। ଧ୍ୟାନ ଦେଇ ଶୁଣିବେ ଆଜିର ଭିଡ଼ିଓଟିଏ। ସମସ୍ତ ଗୁରୁଜନଙ୍କ ମୁଁ ମା ବାପାକୁ, ସାଙ୍ଗସାଥୀକୁ, ଭାଇ ଭଉଣୀମାନଙ୍କୁ ଏ ଭିଡ଼ିଓ ଭେଟି ଦେବାକୁ ଚାହୁଁଛି। ଆଉ ଇଚ୍ଛା କରିବି ନୂଆ ନୂଆ ଭିଡ଼ିଓ ଆପଣମାନଙ୍କୁ ଭେଟି ଦେବା ପାଇଁ। ଆଜି ବିଲେଇ ବା ବିରାଡ଼ି ବିଷୟରେ ଆଲୋଚନା ହେଉଛି। ଶୁଣନ୍ତୁ ଧ୍ୟାନ ଦେଇ। ଯେଉଁ ସମୟରେ ଅହଲ୍ୟାଙ୍କର ସତୀତ୍ୱ ଭଗ୍ନ କରିଥିଲେ ଇନ୍ଦ୍ର, ସେହି ସମୟର କଥା। ଇନ୍ଦ୍ର ଯେତେବେଳେ ଅହଲ୍ୟାର ସତୀତ୍ୱ ହରଣ କରି ପ୍ରେମ ପ୍ରସଙ୍ଗ କରୁଥିଲେ, ତପସ୍ୟା ବଳରେ ଜାଣିପାରିଲେ ଗୌତମ ଋଷି ତପସ୍ୟା ବଳରେ ଜାଣିପାରି ଆସି ଦେଖିଲେ ଯେ ମୋ ଘରେ, ମୋ ଆଶ୍ରମରେ କେହି ଜଣେ ଆସି ମୋ ପତ୍ନୀ ସହିତ ମୋ ସତୀତ୍ୱ ନଷ୍ଟ କରୁଛି, ମୋ ପତ୍ନୀ ସହିତ ଅପବ୍ୟବହାର କରୁଛି। ଆସି ସିଏ ଦେଖିଲେ, ସେହି ସମୟରେ ଇନ୍ଦ୍ର ସାଙ୍ଗେ ସାଙ୍ଗେ ବିରାଡ଼ି ରୂପକୁ ଧାରଣ କଲେ। ଆଉ ବିରାଡ଼ି ରୂପକୁ ଧାରଣ କରି ସେଠାରୁ ଚାଲିଗଲେ। କିନ୍ତୁ କୋଉ ବିରାଡ଼ି? ସେ ବିରାଡ଼ିଟି ହେଉଛି କଳା ରଙ୍ଗର। କଳା ରଙ୍ଗର ବିଲେଇ ଯଦି ଆପଣମାନେ ଦେଖୁଛନ୍ତି, ସିଏ ହେଉଛି ଅଶୁଭ। ଆପଣ କୌଣସି ଶୁଭ କାର୍ଯ୍ୟ ପାଇଁ ଯାଉଛନ୍ତି, ଆପଣମାନଙ୍କ ରାସ୍ତାରେ ଯଦି କଳା ରଙ୍ଗର ବିଲେଇ ଦେଖାଦେଲା, କଳା ରଙ୍ଗର ବିଲେଇ ଆଗେ ଆସେ ଛିଡ଼ା ହେଲା, କଳା ରଙ୍ଗର ବିଲେଇ ରାସ୍ତା କାଟିଲା, ତେବେ ଜାଣିବେ ଅଶୁଭ। କିନ୍ତୁ ଏ ଆମ ଗ୍ରାମ ଘରେ ଘରେ ଯୋଉ ବିଲେଇ ରହୁଛି, ଏ କଥା ନାହିଁ ମୋ। ଏ ବିଲେଇ କୌଣସି ଅଶୁଭ ନୁହେଁ, ଏ ବିଲେଇ ଭଲ, ଏଥିରେ କୌଣସି ଆସେ ଯାଏ ନାହିଁ। କିନ୍ତୁ ଅଶୁଭଟି ହେଉଛି ସେ କଳା ବିରାଡ଼ି ଏବଂ ବିଲେଇ। ଆଜି ପାଇଁ ରହିଲି ବିଲେଇ ଚର୍ଚ୍ଚା।